ନା ଆଜି ଗୋଟିଏ ଭଲ ଦିନ ଆମର ରାଷ୍ଟ୍ରପତି ଆମ ମାଟିର ସନ୍ତାନ ଆମର ଗର୍ବ ତାଙ୍କର ଜନ୍ମଦିନ ଏବଂ ଆପଣଙ୍କ ଜରିଆରେ ଧନ୍ୟବାଦ ଆପଣଙ୍କୁ ମୋତେ ଗୋଟେ ସୁଯୋଗ ଦେଲେ ଯେ ଆପଣଙ୍କ ଜରିଆରେ ଚ୍ୟାନେଲ ଜରିଆରେ ମୁଁ ରାଷ୍ଟ୍ରପତି ମହୋଦୟଙ୍କ ଶୁଭକାମନା କରୁଛି ଏବଂ ସେ ନିରୋଗ ରୁହନ୍ତୁ ସେ ଦେଶବାସୀଙ୍କ ସେବାରେ ଆହୁରି ଅଧିକ ନିଷ୍ଠା ଓ ଆନ୍ତରିକତା ସହିତ ନିଜକୁ ସମର୍ପଣ କରନ୍ତୁ ସେ ଆମ ଅନେକଙ୍କ ପାଇଁ ଆଦର୍ଶ ତେଣୁ ତାଙ୍କ ଜନ୍ମଦିନରେ ସାରା ଦେଶବାସୀଙ୍କର ରାଜ୍ୟବାସୀଙ୍କର ଏବଂ ସମସ୍ତ ବ୍ୟକ୍ତିବିଶେଷଙ୍କର ଦଳମତ ନିର୍ବିଶେଷ ସମସ୍ତଙ୍କର ଶୁଭକାମନା ସମସ୍ତେ ଏକାକାର ଏବଂ ଆଜି ପ୍ରଧାନମନ୍ତ୍ରୀ ଆସୁଛନ୍ତି ପ୍ରଧାନମନ୍ତ୍ରୀ କେଉଁ ବର୍ଷ ନ ଆସୁଛନ୍ତି ପରା ପାଣିରେ ବାଟ କରିଛନ୍ତି ଓଡ଼ିଶାକୁ ତେଣୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି କିଛି ନୂତନତା ନାହିଁ ଆଉ 2 ବର୍ଷ 1 ବର୍ଷ ପୂର୍ତ୍ତି ଉପଲକ୍ଷେ ଆସିଥିଲେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଆସିଛନ୍ତି 3 ବର୍ଷ ପୂର୍ତ୍ତି ଲକ୍ଷ୍ୟ ମଧ୍ୟ ଆସିବାର ସମ୍ଭାବନା ରହିଛି ସରକାର ବର୍ଷ ପୂରଣ କଲେ ତାଙ୍କର ସଫଳତାର କାହାଣୀ ବଖାଣିବେ ତେଣୁ ସେଥିରେ ପ୍ରଧାନମନ୍ତ୍ରୀଙ୍କୁ ଡାକିଲେ ଏଥିରେ ଆମର କାହାରି ଦ୍ୱନ୍ଦ୍ୱ ନାହିଁ ଦ୍ୱନ୍ଦ୍ୱ କରିବା ମଧ୍ୟ ଆଉ ମାନେ ବିଜ୍ଞତାର ପରିଚୟ ନୁହେଁ କିନ୍ତୁ କଥା ହେଉଛି ଯେତେବେଳେ ପ୍ରଧାନମନ୍ତ୍ରୀ ଆସୁଛନ୍ତି ଓଡ଼ିଶାର ପ୍ରକଳ୍ପ ଲୋକାର୍ପିତ କରିବେ ସେତେବେଳେ ଓଡ଼ିଶାର ସମସ୍ୟା ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ସ୍ଥିତି ଓଡ଼ିଶାର ଆବଶ୍ୟକତା ତାକୁ ଟିକେ ଧ୍ୟାନ ଦେବେ କି କାହିଁକି ଆଜି ପର୍ଯ୍ୟନ୍ତ ମହାନଦୀ ସମସ୍ୟାର ସମାଧାନ ହେଉନାହିଁ ମୁଁ ଆଶା କରିବି ପ୍ରଧାନମନ୍ତ୍ରୀ ମୋଦି ତାର ଉତ୍ତର ରଖିବେ କାହିଁକି ଆମର FCI ଭାରତର ଖାଦ୍ୟ ନିଗମ ତାର କୋଟା ଓଡ଼ିଶାରୁ ଉଠାଉ ନାହିଁ ରାଜ୍ୟ ସରକାର ଚିତ୍କାର କରୁଛନ୍ତି ଚିଠି ପରେ ଚିଠି ଲେଖୁଛନ୍ତି ଡବଲ ଇଞ୍ଜିନ ସରକାର କାହିଁକି ଉତ୍ତର ରଖିବେ କି କାହିଁକି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦୂରଦୃଷ୍ଟି ସମ୍ପନ୍ନ ନବୀନ ପଟ୍ଟନାୟକ ରାଜଧାନୀବାସୀଙ୍କର ଆକାଂକ୍ଷା ପୂରଣ କରିବା ପାଇଁ ଯେଉଁ ମେଟ୍ରୋ ରେଳପଥର ବ୍ୟବସ୍ଥା କରିଥିଲେ ଅଧାରୁ କାହିଁକି ତାକୁ ବନ୍ଦ କରାଗଲା ଇଏ ସହରବାସୀଙ୍କ ପ୍ରତି ଉପହାସ ନୁହେଁ ତ ୟାର ଉତ୍ତର ଦେବେ କି ନିଜ କଥା କୁହନ୍ତୁ ଯାହା କରିଛନ୍ତି କୁହନ୍ତୁ ଆଉ ଓଡ଼ିଶାର ଯାହା ଆବଶ୍ୟକତା ଯେଉଁ ଆବଶ୍ୟକତାର ଯଥାର୍ଥତା ଅଛି ଯାହା ଓଡ଼ିଶାବାସୀ ଚାହାନ୍ତି ତାକୁ କରନ୍ତୁ ପଞ୍ଚାୟତିରାଜ ବିଭାଗର କେନ୍ଦ୍ରୀୟ ଅନୁଦାନ କମିଲା କାହିଁକି ତାର ଉତ୍ତର ରଖନ୍ତୁ ଏବେ ଡବଲ ଇଞ୍ଜିନ ସରକାର ସବୁ କଥାରେ 2 ଗୁଣ ଫଳ ଫଳିବ ସେ ହ୍ରାସ ପାଉଛି କିପରି ଇଏ କ'ଣ ଶୁଭେଚ୍ଛା ନା ଉପହାସ ଓଡ଼ିଶାବାସୀ ବିଚାର କରିବେ ଓଡ଼ିଶାକୁ ତାର ଅନୁଦାନ କମିବ ନାହିଁ ବଢ଼ିବ এই ନିର୍ଭର ପ୍ରତିଶ୍ରୁତି ପ୍ରଧାନମନ୍ତ୍ରୀ ଆଜି ଦେବେ କି ମୟୂରଭଞ୍ଜରୁ ଆଉ ଆସିବେ ଯିବେ ଇଏ ଗୋଟେ ସାମୟିକ ଘଟଣା ହେଇ ରହିଯିବ ୟାର ପ୍ରଭାବ କିପରି ପଡ଼ିବ ଲୋକଙ୍କ ମନ ଉପରେ ଉତ୍ତର ରଖନ୍ତୁ ଆସନ୍ତୁ ପ୍ରତି ବର୍ଷ କାହିଁକି ପ୍ରତି ମାସରେ ଆସନ୍ତୁ ପ୍ରଧାନମନ୍ତ୍ରୀଙ୍କ ଆଗମନ ନିଶ୍ଚିତ ଭାବରେ ଗୋଟେ ରାଜ୍ୟ ପାଇଁ ଭଲ ଲକ୍ଷଣ ଆସିବେ କିଛି କିଛି ନୂଆ ପ୍ରକଳ୍ପ କରିବେ ଆସୁ ନୂଆ ପ୍ରକଳ୍ପ ଯେଉଁଗୁଡ଼ିକ ଅର୍ଦ୍ଧନିର୍ମିତ ଅବସ୍ଥାରେ ଅଛି ତାକୁ ତ୍ୱରାନ୍ୱିତ କରାଯାଉ 3ଟା କରିବେ 5ଟା ବନ୍ଦ କରିଦେବେ ଶାଶୁ ମଲା ଆଉ ନାତି ହେଲା ଯୋଉ ତିନି କି ସେଇ ତିନି ତାର ମୂଲ୍ୟ କ'ଣ